ଆଜିର ଭିଡ଼ିଓ ଟିକିଏ ଭାବ ଆନନ୍ଦ ଲାଗିବ। ପାର୍ଟ 2 ପ୍ରଶ୍ନ ନମ୍ବର 1। ଏମିତି କେଉଁ ଜିନିଷ ଅଛି ଯାହା କେବଳ ସେ ନିଜେ ହିଁ ଦେଖିପାରିବ? ଏହାର ଉତ୍ତରଟି ହେଉଛି ସ୍ୱପ୍ନ। ପ୍ରଶ୍ନ ନମ୍ବର 2 ହେଲା, ଗୋଟିଏ ପକ୍ଷୀ ବସାରେ 9ଟି ପକ୍ଷୀ ରହୁଥିଲେ। ଜଣେ ଶିକାରୀ ବନ୍ଧୁକରେ ଗୋଟିଏ ପକ୍ଷୀକୁ ମାରିଦେଲା। ବସାରେ ଆଉ କେତୋଟି ପକ୍ଷୀ ରହିଲେ? ଏହାର ଉତ୍ତରଟି ହେଉଛି ଗୋଟିଏ। 9ଟି ପକ୍ଷୀ। 9ଟି ପକ୍ଷୀରୁ ଶିକାରୀ ଗୋଟିଏ ମାରିଦେଲା, ଆଉ ଅନ୍ୟମାନେ ଉଡ଼ିଗଲେ। ଯେଉଁ ଗୋଟିକ ମଲା ସେଇଟି କେବଳ ବସାରେ ରହିଲା। ପ୍ରଶ୍ନ ନମ୍ବର 3 ହେଲା, 3ଟି ସ୍ଥାନରେ ନିଆଁ ଲାଗିଛି। ଡାକ୍ତରଖାନାରେ, ନ୍ୟାୟାଳୟରେ ଓ ଗୋଟିଏ ସ୍କୁଲରେ ଯେଉଁଠି ଛୋଟ ପିଲାମାନେ ପାଠ ପଢ଼ନ୍ତି। ଆମ୍ବୁଲାନ୍ସ ପ୍ରଥମେ କେଉଁଠିକି ଯାଇ ନିଆଁ ଲିଭାଇବ? ଏହାର ଉତ୍ତର ହେଉଛି କେଉଁଠିକି ବି ଯାଇ ନିଆଁ ଲିଭେଇବ ନାହିଁ, କାରଣ ଆମ୍ବୁଲାନ୍ସ ନିଆଁ ଲିଭାଏ ନାହିଁ। ଏହି ପ୍ରଶ୍ନରେ ଜଣକୁ ପ୍ରଶ୍ନ କରାଗଲେ ସେ ହଠାତ୍ ଆମ୍ବୁଲାନ୍ସ ମୁଣ୍ଡକୁ ନେବନି। ସେ ଡାକ୍ତରଖାନା, ନ୍ୟାୟାଳୟ କିମ୍ବା ସ୍କୁଲ କାହାକୁ ଆଗ ବଞ୍ଚେଇଲେ ହେବ ସେଇଟାକୁ କେବଳ ଚିନ୍ତା କରେ। ଆମ୍ବୁଲାନ୍ସ କୁହାଯାଇଛି ସେଇଟାକୁ ସେ ଭାବନ୍ତିନି। ପ୍ରଶ୍ନ ନମ୍ବର 4 ହେଲା, ଏମିତି କେଉଁ ଜିନିଷ ଅଛି ଯିଏକି ନିଜେ ଥକେନି କିନ୍ତୁ ସମସ୍ତଙ୍କୁ ଥକାଇ ଦିଏ? ଏହାର ଉତ୍ତରଟି ହେଉଛି ସଡ଼କ ବା ରାସ୍ତା। ପ୍ରଶ୍ନ ନମ୍ବର 5 ହେଉଛି, ବର୍ଷର କେଉଁ ଦିନଟିରେ କମ୍ ଲୋକ ମରନ୍ତି? ଫେବୃଆରୀ 29 ତାରିଖ। କାରଣ ଏହା ପ୍ରତି 4 ବର୍ଷରେ ଥରେ ପଡ଼େ, ତେଣୁ ସେହି ଦିନଟିରେ କେବଳ କମ୍ ଲୋକ ମରନ୍ତି। ପ୍ରଶ୍ନ ନମ୍ବର 6 ହେଲା, ଏମିତି କେଉଁ ଜିନିଷ ଅଛି ଯିଏ ନିଆଁରେ ଜଳିବନି କି ପାଣିରେ ବୁଡ଼ିବନି? ଏହାର ଉତ୍ତର ହେଉଛି ବରଫ। ପ୍ରଶ୍ନ ନମ୍ବର 7 ହେଲା, ମଣିଷ କେଉଁ ସମୟରେ ହଁ ବା ନାହିଁର ଉତ୍ତର ଦେଇପାରେନି? ଏହାର ଉତ୍ତର ହେଉଛି ଶୋଇଥିବା ସମୟରେ। ପ୍ରଶ୍ନ ନମ୍ବର 8 ହେଲା, ଶୋଇବା ସମୟକୁ ଛାଡ଼ିଦେଲେ ଆଉ କେଉଁ କାମ କଲାବେଳେ ଆଖି ବନ୍ଦ ହୋଇଯାଏ? ଏହାର ଉତ୍ତର ହେଉଛି ଛିଙ୍କିବା ସମୟରେ। ପ୍ରଶ୍ନ ନମ୍ବର 9 ହେଲା, ଏମିତି କେଉଁ ଜିନିଷ ଅଛି ଯାହାକି ଜନ୍ମ ହେବା ସମୟରେ ଆସିନଥାଏ କିନ୍ତୁ ପରେ ଆସେ? ଏହାର ଉତ୍ତରଟି ହେଉଛି ଦାନ୍ତ। ପ୍ରଶ୍ନ ନମ୍ବର 10 ବା ଶେଷ ପ୍ରଶ୍ନ ହେଉଛି, ଏମିତି କେଉଁ ଜିନିଷ ଅଛି ଯାହାକୁ ସ୍ୱାମୀ ସ୍ତ୍ରୀକୁ ଥରେ ପିନ୍ଧାଏ, ତା ପରଠାରୁ ସ୍ତ୍ରୀ ସବୁବେଳେ ନିଜେ ହିଁ ପିନ୍ଧିଥାଏ? ତାର ଉତ୍ତରଟି ହେଉଛି ସିନ୍ଦୁର। ଥ୍ୟାଙ୍କସ୍ ଫର ୱାଚିଂ।